ବଛା ବଛା MCQ ଯୋଉଟା କି ତମର CHSC ପରୀକ୍ଷା ପାଇଁ ଉପଯୋଗୀ। ଚାଲ ଦେଖିବା କଣ ଅଛି। ପ୍ରଥମ କ୍ୱେଶ୍ଚନଟି ଅଛି କେଉଁ ଦିବସକୁ ମାନବ ଅଧିକାର ଦିବସ ରୂପେ ପାଳନ କରାଯାଏ? ଅପସନ ଗୁଡ଼ିକ ଅଛି ଜାନୁଆରୀ 12, ଏପ୍ରିଲ 20, ଡିସେମ୍ବର 10 ଏବଂ ଡିସେମ୍ବର 3 ତାରିଖ। ସଠିକ ଆନ୍ସରଟି କଣ ହବ? ସଠିକ ଆନ୍ସରଟି ହବ ଯୋଉଟା କି ଆମେ ଡିସେମ୍ବର 10 ତାରିଖ ଦିନ ପାଳନ କରୁ କଣ ବିଶ୍ୱ ମାନବାଧିକାର ଦିବସ। ଯଦି ଆମେ ଦେଖିବା 1948 ମସିହା ଡିସେମ୍ବର 10 ତାରିଖରେ ଜାତିସଂଘର ସାଧାରଣ ସଭା ମାନବିକ ଅଧିକାରକୁ ସାର୍ବଜନୀନ ଘୋଷଣାଟି ଗୃହୀତ ହୋଇଥିଲା। ତେଣୁ ଏଇ ଦିନକୁ ଆମେ ସ୍ମରଣ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର 10 ତାରିଖକୁ ବିଶ୍ୱ ମାନବ ଅଧିକାର ଦିବସ ରୂପେ ପାଳନ କରିଥାଉ। ତାପରେ ସେକେଣ୍ଡ କ୍ୱେଶ୍ଚନ ଅଛି ନିମ୍ନୋକ୍ତ କେଉଁ ମସିହାରେ ଆଜସ୍ ରାଜିନାମା ସ୍ୱାକ୍ଷରିତ ହୋଇଥିଲା? ଅପସନ ଗୁଡ଼ିକ ଅଛି 1948, 1949, 1950 ଏବଂ 1951। ସଠିକ ଆନ୍ସରଟି କଣ ହବ ପିଲାମାନେ? ସଠିକ ଆନ୍ସରଟି ହବ 1951 ମସିହାରେ। କଣ ନା ଆଜସ୍ ରାଜିନାମା, ଯୋଉଟା କି A ଫର ଅଷ୍ଟ୍ରେଲିଆ, NZ ଫର ନ୍ୟୁଜିଲାଣ୍ଡ ଏବଂ US ଫର କଣ ନା ୟୁନାଇଟେଡ୍ ଷ୍ଟେଟ୍, ଅର୍ଥାତ୍ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ 1951 ମସିହାରେ କଣ ହେଇଥିଲା ନା ସ୍ୱାକ୍ଷରିତ ହେଇଥିଲା। ନେକ୍ସଟ କ୍ୱେଶ୍ଚନ ଅଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ରେ କେତୋଟି ସଦସ୍ୟ ଅଛନ୍ତି? ଅପସନ ଗୁଡ଼ିକ ଅଛି କଣ 990, 909, 957 ଏବଂ ଅପସନ ଅଛି 194। ତାର ସଠିକ ଆନ୍ସରଟି ହବ ପିଲାମାନେ 194ଟି। କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ବର୍ତ୍ତମାନ କେତୋଟି ସଦସ୍ୟ ଅଛନ୍ତି? 194ଟି। ନେକ୍ସଟ ଆମେ ଦେଖିବା ଯଦି ସଭ୍ୟତା ଅସ୍ତ୍ର ଗୁଡ଼ିକ ବିନାଶ କରିପାରିବ ନାହିଁ ତେବେ ଅସ୍ତ୍ର ସଭ୍ୟତାକୁ ବିନାଶ କରିବ। ଏହି ପ୍ରସିଦ୍ଧ ଉକ୍ତିଟି କାହାର? ଅପସନ ଗୁଡ଼ିକ ଅଛି ହାର୍ଟମ୍ୟାନ, ଲର୍ଡ ଗ୍ରେ, ମର୍ଗେନଥଉ ଏବଂ ଜବାହରଲାଲ ନେହେରୁ। ୟାର ସଠିକ ଆନ୍ସରଟି ପିଲାମାନେ ହବ କଣ ନା ଲର୍ଡ ଗ୍ରେ, ଯିଏକି ହଉଛନ୍ତି ଜଣେ ବ୍ରିଟିଶ ରାଜନୀତିଜ୍ଞ ଲର୍ଡ ଗ୍ରେ। ତାପରେ ଦେଖିବା ଶୀତଳ ଯୁଦ୍ଧ ସମୟରେ ନିମ୍ନୋକ୍ତ କେଉଁ ରାଷ୍ଟ୍ର ସମାଜବାଦୀ ରାଷ୍ଟ୍ରର ନେତୃତ୍ୱ ନେଇଥିଲା? ଅପସନ ଗୁଡ଼ିକ ଅଛି ଆମେରିକା, ଚୀନ, ସୋଭିଏତ ରୁଷ, ଜାପାନ। ୟାର ସଠିକ ଆନ୍ସରଟି ପିଲାମାନେ କଣ ହବ? ସଠିକ ଆନ୍ସରଟି ହବ ସୋଭିଏତ ରୁଷ। ଏହି ସୋଭିଏତ ରୁଷ କଣ କରିଥିଲା ନା ସାମ୍ୟବାଦୀ ଗୋଷ୍ଠୀ ମାନଙ୍କର ନେତୃତ୍ୱ ନେଇଥିଲା। ତାପରେ ଆମେ ଦେଖିବା ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ ଯୋଉଟା କି ତମର ସିଟୋ କୁହାଯାଉଛି, ଏହା କେଉଁ ମସିହାରେ ଗଠିତ ହୋଇଥିଲା? ଅପସନ ଅଛି 1951, 1952, 1954, 1955। ୟାର ସଠିକ ଆନ୍ସରଟି ହବ ପିଲାମାନେ କେତେ ନା 1954 ମସିହା, ଯୋଉଟା କି କଣ ନା ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ, ସାଉଥ ଇଷ୍ଟ ଏସିଆ ଟ୍ରିଟି ଅର୍ଗାନାଇଜେସନ। ତାପରେ ଆମେ ଦେଖିବା କେବେ ଇରାକ ବାଗଦାଦ ଚୁକ୍ତିରୁ ଉରିଗଲା? ଅପସନ ଅଛି 1954, 1957, 1958 ଏବଂ 1959। ସଠିକ ଆନ୍ସରଟି ପିଲାମାନେ ହବ 1958। ଇଏ କଣ କରିଥିଲା ନା ଇରାକ 1958 ମସିହାରେ ବାଗଦାଦ ଚୁକ୍ତି, ଯୋଉଟା କି ତମର ପରବର୍ତ୍ତୀ ସମୟରେ ସେଣ୍ଟୋ ନାମରେ ନାମିତ, ସେଇ ଚୁକ୍ତିରୁ କଣ କରିଥିଲା ନା ଓହରି ଯାଇଥିଲା। ତାପରେ ଆମେ ଦେଖିବା କେଉଁ ସାମ୍ୟବାଦୀ ରାଷ୍ଟ୍ର ୱାରସ ଚୁକ୍ତିର ସଦସ୍ୟ ନଥିଲା? ଅପସନ ଅଛି ପୋଲାଣ୍ଡ, ହଙ୍ଗେରୀ, ବୁଲଗେରିଆ, ଚୀନ। ୟାର ସଠିକ ଆନ୍ସରଟି ହବ କଣ ନା ଚୀନ। ଚୀନ ହଉଛି ଯୋଉ ୱାରସ ଚୁକ୍ତି ଏକ ସାମ୍ୟବାଦୀ ସାମରିକ କଣ ଥିଲା ନା ଚୁକ୍ତି ଥିଲା, କିନ୍ତୁ ଏଥିରେ କଣ ହେଇଥିଲା ଚୀନ ଯଦିଓ ସାମ୍ୟବାଦୀ ରାଷ୍ଟ୍ର ସେ ଚୁକ୍ତିରେ ଅନ୍ତର୍ଭୁକ୍ତ ନଥିଲା। ତାପରେ ଆମେ ଦେଖିବା ନିମ୍ନୋକ୍ତ କେଉଁ ମସିହାରେ ସୋଭିଏତ ସଂଘ ବିଲୟ ଘଟିଥିଲା? ଅପସନ ଗୁଡ଼ିକ ଅଛି 1991, ଏ ଅପସନ ଗୁଡ଼ିକ 1991, 92 ଆମର ଏମିତି ଅଛି। ଦେଖ ଅପସନ ଗୁଡ଼ିକ ମୁଁ ଆଉ ଏଠାରେ ଦେଇ ଦଉଛି 1991 ଟିକେ ଅପସନ ଗଡ଼ବଡ଼ ଅଛି, 1992, 1993 ଏବଂ 1994। ୟାର ସଠିକ ଆନ୍ସରଟି କଣ ହବ ନା 1991। ସୋଭିଏତ ୟୁନିୟନ 1991 ମସିହାରେ କଣ ହେଇଥିଲା ନା ବିଲୟ ଘଟିଥିଲା।
ତାପରେ ଆମେ ଦେଖିବା କେବେ ନୂତନ ଶୀତଳ ଯୁଦ୍ଧର ସୂତ୍ରପାତ ହୋଇଥିଲା। ଅପସନ ଗୁଡିକ ଅଛି 1977, 1978, 1979 ଏବଂ 1980। यार ସଠିକ ଆନ୍ସରଟି ହେବ 1979। 1979 ମସିହାରେ ସୋଭିଏତ ୟୁନିୟନ ଆଫଗାନିସ୍ତାନ ଆକ୍ରମଣ କରିବା ପରେ ନୂତନ ଶୀତଳ ଯୁଦ୍ଧର ସୂତ୍ରପାତ ହୋଇଥିଲା। ତାପରେ ଆମେ ଦେଖିବା ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ ନାଟୋର ପଶ୍ଚିମ ଜର୍ମାନୀ କେବେ ଯୋଗ ଦେଇଥିଲା? ତ ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ ରେ କେବେ କଣ ହେଇଥିଲା ନା ପଶ୍ଚିମ ଜର୍ମାନୀ ଯୋଗ ଦେଇଥିଲା। ଅପସନ ଅଛି ଫେବୃଆରୀ 1952, ମେ 1952, ଫେବୃଆରୀ 1955 ଏବଂ ମେ 1955। ସଠିକ ଆନ୍ସରଟି ହେବ ମେ 1955 ହେଲା। ଏଇ ମେ 1955ରେ ପଶ୍ଚିମ ଜର୍ମାନୀ ତମର ନାଟୋ ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନରେ ଯୋଗ ଦେଇଥିଲା। ତାପରେ ଦେଖିବା ଆଞ୍ଚସ୍ ର ସଭ୍ୟ କିଏ ନଥିଲା? ଅପସନ ଗୁଡିକ ଅଛି ବହୁତ ସୁନ୍ଦର ଭାବେ ମନେ ରଖିପାରିବ। ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା। ଏହାର ଅପସନ ଗୁଡିକ ହବ କଣ ନା ନେଦରଲ୍ୟାଣ୍ଡ। କାରଣ ଏ ହଉଛି ଅଷ୍ଟ୍ରେଲିଆ, ଏନଜେଡ ହଉଛି ନ୍ୟୁଜିଲାଣ୍ଡ, ୟୁଏସ୍ ହଉଛି ୟୁନାଇଟେଡ ଷ୍ଟେଟ। ଗୁଡା କୋଉଟା ହବନି ନା ନେଦରଲ୍ୟାଣ୍ଡ। ତମର କଣ ହେଇଥିଲା ନା ଆଞ୍ଜସ୍ ର ସଭ୍ୟ କିଏ ନଥିଲା ନା ନେଦରଲ୍ୟାଣ୍ଡ ନଥିଲା। ତାପରେ ଦେଖିବା କେବେ ବାଗଦାଦ ଚୁକ୍ତି କେନ୍ଦ୍ରୀୟ ଚୁକ୍ତି ସଂଗଠନ ନାମରେ ନାମିତ ହେଲା? ଅପସନ ଗୁଡିକ ଅଛି 1949, 1952, 1955, 1958। ତାର ସଠିକ ଆନ୍ସରଟି ହବ କଣ ନା 1958। এই 1958ରେ এই ବାଗଦାଦ ଚୁକ୍ତିଟି କଣ ନାମରେ ନାମିତ ହେଲା ନା ସେଣ୍ଟୋ ନାମରେ ବା କେନ୍ଦ୍ରୀୟ ଚୁକ୍ତି ସଂଗଠନ। ତାପରେ ଦେଖିବା କେବେ ବେତାର ବା ଡିଟେଣ୍ଟର ଅବସାନ ଘଟିଲା? ଅପସନ ଗୁଡିକ ଅଛି 1978, 1979, 1985 ଏବଂ 1990। ଏହାର ସଠିକ ଆନ୍ସରଟି ହବ କଣ ନା 1979 ମସିହାରେ ସୋଭିଏତ କଣ କଲା ଆଫଗାନିସ୍ତାନ ଆକ୍ରମଣ କରିବା ପରେ ବେତାର ବା ଡିଟେଣ୍ଟର ଅବସାନ ଘଟିଲା। ତାପରେ ଆମେ ଦେଖିବା କାହାର ସଂସ୍କାର ମୂଳକ ନୀତି ଶୀତଳ ଯୁଦ୍ଧର ଅବସାନ ନିମନ୍ତେ ମାର୍ଗ ପ୍ରସ୍ତୁତ କଲା? ଅପସନ ଗୁଡିକ ଅଛି ୱାଲ୍ଟର ଲିପମାନ, ମିରଖାଇଲ ଗ୍ରୋବାଚେଲ, ଜର୍ଜ ବୁଶ, ବୋରିସ ଲେଉତସିନ। ସଠିକ ଆନ୍ସରଟି କଣ ହବ ନା ମିଖାଇଲ ଗ୍ରୋବାଚେଲ, ଯିଏକି ସୋଭିଏତର ନେତା ମିରଖାଇଲ ଗ୍ରୋବାଚେଲ କଣ କରିଥିଲେ ପେରେସ୍କୋଇକା ଏବଂ ଗାସ୍ନୋସ୍ତ ପରି ସଂସ୍କାର ମୂଳକ ନୀତି ଶୀତଳ ଯୁଦ୍ଧର କଣ କରିଥିଲା ଅବସାନ ପାଇଁ ମାର୍ଗ ପ୍ରସ୍ତୁତ କରିଥିଲା। ତାପରେ ଆମେ ଦେଖିବା କେଉଁ ଚୁକ୍ତି ଆଧାରରେ ପଶ୍ଚିମ ୟୁରୋପୀୟ ସଂଘ ଗୁଡିକ ପ୍ରତିଷ୍ଠା ହେଇଥିଲା? ଅପସନ ଅଛି ବ୍ରସେଲ୍ସ, ମ୍ୟୁନିକ, ଆଟଲାଣ୍ଟା, ତାସ୍କେଣ୍ଟ। ସଠିକ ଆନ୍ସରଟି କଣ ହବ ନା ବ୍ରସେଲ୍ସ, ଯୋଉଟା କି 1948 ମସିହା ବ୍ରସେଲ୍ସ ଚୁକ୍ତି ଆଧାରରେ ପଶ୍ଚିମ ୟୁରୋପୀୟ ସଂଘ ଗୁଡିକ କଣ ହେଇଥିଲା ପ୍ରତିଷ୍ଠା ହେଇଥିଲା। ତାପରେ ଆମେ ଦେଖିବା କେବେ ଶୀତଳ ଯୁଦ୍ଧର ପରିସମାପ୍ତି ଘଟିଲା? ଅପସନ ଗୁଡିକ 1991, 1992 ଏବଂ 1995, 1994। ଏହା ସଠିକ ଆନ୍ସରଟି ହବ କଣ ନା 1991। ଯେତେବେଳେ ସୋଭିଏତ ୟୁନିୟନର ବିଲୟ ଘଟିଲା ସେତେବେଳେ ଶୀତଳ ଯୁଦ୍ଧ କଣ ହେଲା ଅବସାନ ଘଟିଲା। ତାପରେ ଦେଖିବା କେବେ ଯୁକ୍ତରାଷ୍ଟ୍ର ଆମେରିକା ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ ନାଟୋର ଗଠନ କରିଥିଲା? ଅପସନ ଗୁଡିକ ଅଛି 1949 ମସିହା ମାର୍ଚ୍ଚ 14, 1949 ମସିହା ଏପ୍ରିଲ 4, 1949 ମସିହା ମେ 14, 1949 ମସିହା ଜୁନ 14। यार ସଠିକ ଆନ୍ସରଟି ହବ 1949 ମସିହା ଏପ୍ରିଲ 4 ତାରିଖ ଦିନ କଣ ହେଇଥିଲା ଯୁକ୍ତରାଷ୍ଟ୍ର ଆମେରିକା ନାଟୋ ଗଠନ କରିଥିଲା। ତାପରେ ଆମେ ଦେଖିବା ସଲ୍ଟ 2 କେଉଁ ମସିହାରେ ସ୍ୱାକ୍ଷରିତ ଥିଲା? ଅପସନ ଅଛି 1970, 1972, 1979 ଏବଂ 1980 ମସିହା। ଏହାର ସଠିକ ଆନ୍ସରଟି ହବ 1979 ମସିହାରେ ଆମର ସଲ୍ଟ 2 ବା ଷ୍ଟ୍ରାଟେଜିକ ଆର୍ମସ ଲିମିଟେସନ ଆକ୍ଟ ଟ୍ରିଟି ଷ୍ଟ୍ରାଟେଜିକ ଆର୍ମ ଲିମିଟେସନ ଟକ୍, ଯୋଉଟା କି କଣ ହେଇଥିଲା 1980 ମସିହାରେ ସ୍ୱାକ୍ଷରିତ ହେଇଥିଲା। ତାପରେ ଆମେ ଦେଖିବା କେଉଁ ମସିହାରେ ଷ୍ଟାର୍ଟ ସ୍ୱାକ୍ଷରିତ ହେଇଥିଲା? 1979, 1985, 1990,
ଏକାଲବେ। ୟାର ସଠିକ ଆନ୍ସରଟି ହବ 1990ରେ କଣ ହେଇଥିଲା ନା ଷ୍ଟ୍ରାଟେଜିକ ଆର୍ମସ ରିଡକ୍ସନ ଟ୍ରିଟି 1990 ମସିହାରେ ସ୍ୱାକ୍ଷରିତ ହୋଇଥିଲା। ତାପରେ ଆମେ ଦେଖିବା ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି ସିଟିବିଟି କେଉଁ ମସିହାରେ ସ୍ୱାକ୍ଷରିତ ହେଇଥିଲା? ଅପସନ ଗୁଡ଼ିକ ଅଛି 1991, 1995, 1996, 1999 ମସିହା। ସଠିକ ଆନ୍ସରଟି ହବ ୟା 1996 ମସିହାରେ ସ୍ୱାକ୍ଷରିତ ହେଇଥିଲା ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି, ଯୋଉଟାକି 1996 ମସିହାର ସ୍ୱାକ୍ଷରିତ ହେଇଥିଲା। ତାପରେ ଆମେ ଦେଖିବା ଭାରତ ଦ୍ୱିତୀୟ ଥର ପାଇଁ କେଉଁ ମସିହାରେ ପୋଖରାନ ଆଣବିକ ପରୀକ୍ଷା କରିଥିଲା? ଅପସନ ଅଛି 1990, 1995, 1998 ଏବଂ 1999। ସଠିକ ଆନ୍ସରଟି ହବ 1998 ମସିହାରେ ମେ ମାସରେ ପୋଖରାନରେ ଦ୍ୱିତୀୟ ଥର ପାଇଁ ଭାରତ କଣ କରିଥିଲା? ଆଣବିକ ପରୀକ୍ଷା କରିଥିଲା। ତାପରେ ଆମେ ଦେଖିବା ନିମ୍ନୋକ୍ତ ମଧ୍ୟରୁ କେଉଁ ରାଷ୍ଟ୍ର ପ୍ରଥମେ ସିଟିବିଟିର ସ୍ୱାକ୍ଷର କରିଥିଲା? ଅପସନ ଅଛି ରୁଷିଆ, ଚୀନ, ଭାରତ, ଯୁକ୍ତରାଷ୍ଟ୍ର ଆମେରିକା। ୟାର ସଠିକ ଆନ୍ସରଟି ହବ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମେ ସିଟିବିଟିରେ ସ୍ୱାକ୍ଷରିତ କରିଥିଲା। ତାପରେ ନେକ୍ସଟ ଆମେ ଦେଖିବା ବିଶ୍ୱ ଏଡ୍ସ ଦିବସ କେବେ ପାଳନ କରାଯାଏ? ଅପସନ ଅଛି ଜାନୁଆରୀ 12, ମେ 20, ଜୁଲାଇ 10, ସେପ୍ଟେମ୍ବର 1। ତାର ସଠିକ ଆନ୍ସରଟି କଣ ହବ ପିଲାମାନେ? ସଠିକ ଆନ୍ସରଟି ହବ ଡିସେମ୍ବର 1ରେ ପ୍ରତିବର୍ଷ ବିଶ୍ୱ ଏଡ୍ସ ଦିବସ ପାଳନ କରାଯାଏ। ତାପରେ ଆମେ ଦେଖିବା ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ କେବେ ପାଳନ କରାଯାଏ? ଅପସନ ଅଛି ଫେବୃଆରୀ 5, ଏପ୍ରିଲ 20, ଅକ୍ଟୋବର 17, ଡିସେମ୍ବର 10। ୟାର ସଠିକ ଆନ୍ସରଟି ହବ କଣ? ଅକ୍ଟୋବର 17 ତାରିଖ। ପ୍ରତିବର୍ଷ ଅକ୍ଟୋବର 17 ତାରିଖକୁ ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ ରୂପେ ପାଳନ କରାଯାଏ। ପିଲାମାନେ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବ, ଅନ୍ୟମାନଙ୍କୁ ସେୟାର କରିବ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନେବ। ପ୍ରତ୍ୟେକ ଦିନ କଣ ହବ ନା ଏଠାରେ MCQ ଆସିବ ତମର CSC ଏକ୍ଜାମ 2026 ସରିବା ପର୍ଯ୍ୟନ୍ତ।